नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। अष्टम अध्याय। मारी सकटा तृणावर्त मुखे देखाई न जगत। गोकुले क्रीडन्ति श्रीहरि अष्टमे बाल लीला करी। नमस्ते कृष्ण पद्म पाद जे मोर जीवन संपद। परीक्ष सुख मुख चाहि बोलोई कृतकृत्य होई। राजा परीक्षित उवाच गोपन बरे नर हरि माइले पूतना असुरी। देवंक भय निबारिले निज शरीरे ठाव देले। जाहार नाही मित्र अरी चंडालु ब्रह्म जाए करी। साधुंकु पाळी दुष्ट नासी दया सागर ब्रह्म राशि। ताहांक जेते कर्म मान बालक चरित विधान। शुणी भजन्ति जेते प्राणी तरन्ति भव तरंगिणी। माया मनुष्य अवतार खंडिबे अवनीर भार। आबर कले गोपे जाहा कहिबा जेबे मोते दया। श्रीशुक उवाच कहन्ति सुक मुनि वर राजन शुण रस भर। कहिबा शुण हरि कथा जेणे छाड़िब भव व्यथा। अंतुड़ी उठी आरी दिने आसी मिलिले गोपी जने। मंगल गीत नाद करी स्नान कराई मुरारी। ब्राह्मण मिलिले थोकाए आशीष देले माए पोए। आनंद मने नंद राये अन्नव सन दान दिए। गोपी आनंद गीत स्वर निद्रा मोहित चक्रधर। सकट तले वस्त्र पाड़ी यशोदा सुआई मुरारी। निद्रा कराई गीत गाई गोपिंकी देला को बधाई। अक्षत देले जणे जण पुत्र को करन्ति कल्याण। निद्रा भाजन्ते नारायण कांदी लोड़न्ति माता स्तन। गोले न शुणई गुआली कृष्ण कांदन्ति पाद चाली। सकटे बाजिला पयर शबद कला महाघोर। सकट पड़िला कझड़ी देखी चकित गोप बाली। दधित इल घृत भाण्ड भाजी होइला खंड खंड। शबद शुणी गोपी धाई मिलिले नंद आदि जाई। देखिले यशोदा कुमर पड़िछि सकट भीतर। आनी पुत्र को कल कले एक को आरेक कहिले। एकी आपद काहू होई एमंत देखिला तो नाही। सकट भाजिला के मंत बुझ हो एहार तदंत। यशोदा देवी भाग्यवंत भला न मला तार सुत। सकट भाजिला के मंते
ଜାଣିଲେ ଜୀବନ ପରତେ ବାଳକୁ ମରେ ତାହା ଶୁଣି ବୋଲନ୍ତି ଆମ୍ଭେ ଅଛୁ ଜାଣି ଯଶୋଦା ସୁତ ପାଦ ଘାତେ ଶକଟ ଭାଜିଲା ଯୁକତେ ଶୁଣି ହସିଲେ ବାଳ ବୋଲ କୃଷ୍ଣର ନ ଜାଣନ୍ତି ବଳ ରୋଦନ କରନ୍ତେ ମୁରାରୀ ଯଶୋଦା କୋଳେ ଦେଲେ ନାରୀ ଗ୍ରହ ସଂକିତେ କଲେ ଭ୍ରାନ୍ତି ବିପ୍ରଙ୍କୁ ଆଣି ଗ୍ରହ ଶାନ୍ତି କରାଇ ପିଆଇଲେ ସ୍ତନ ଆନନ୍ଦ ଯଶୋଦାର ମନ ଆନସ କଟ ଭିଆଇଲେ ଦ୍ରବ୍ୟମାନଙ୍କୁ ସଜାଡ଼ିଲେ ବ୍ରାହ୍ମଣେ କଲେ ପଞ୍ଚାମୃତ ଦେଖିଣ ନନ୍ଦକୃତ କୃତ୍ୟ ହରସ ହୋଇଦେଲା ଦାନ ଧେନୁ କାଞ୍ଚନ ବସ୍ତ୍ର ଅନ୍ନ ସନ୍ତୋଷ ହୋଇ ବିପ୍ରଗଣେ କଲ୍ୟାଣ କଲେ ତୋଷ ମନେ ଯାହା ବୋଲନ୍ତି ସିଦ୍ଧ ଜନେ ଅନ୍ୟଥା ନୁହଇ ବଚନେ କହନ୍ତି ବ୍ୟାସଙ୍କ ନନ୍ଦନ ଏମନ୍ତେ ଗଲା କେତେ ଦିନ କଂସର ଆଜ୍ଞାରେ ଦଇତ ଗୋପେ ମିଳିଲା ତୃଣାବର୍ତ ତାହା ଜାଣିଲେ ଦଇତ୍ୟାରୀ ଯଶୋଦା କୋଳେଛନ୍ତି ଧରି ବିଚାର କଲେ ଚକ୍ରଧର ଆଜ ସଂହାରିବି ଅସୁର ଜନନୀ କୋଳେ ହେଲେ ଗରୁ ଯେହ୍ନେ ଅଚଳ ମହାମେରୁ ତକ୍ଷଣେ ଥୋଇଲା ଅବନୀ ବିଚାର କଲା ଭୟ ଘେନି ବାଳୁତ ପୁଅ ଗରୁ ପଣ ନପୁଣ ପଡ଼ଇ କଷଣ ତଳେ ଶୁଆଇ ଗଲା ଘର କରଇ ବ୍ୟାପାର ବ୍ୟବହାର କଂସର ଆଜ୍ଞା ପରମାଣେ ଅସୁର ମିଳିଲା ତକ୍ଷଣେ ଗଗନେ ଘୋର ନାଦ କରି ଚକ୍ର ପବନ ରୂପ ଧରି ଦିବସେ କଲା ଅନ୍ଧକାର ଭୂମିକମ୍ପଇ ଥରହର ବୃକ୍ଷେ ପଡ଼ିଲେ ମହି ତଳେ ରେଣୁ ଉଡ଼ିଲେ ଅନ୍ତରାଳେ ଚାହିଁ ନ ପାରିବେନି ଘଡ଼ି ଚକ୍ଷୁ ବୁଝିଲେ ନର ନାରୀ ଚକ୍ର ପବନ ଗଲା ଉଡ଼ି ଦୈତ୍ୟ କୃଷ୍ଣଙ୍କୁ ନେଲା ହରି ପ୍ରକାଶେ ରବିର କିରଣ ନିର୍ମଳ ଦିଶନ୍ତେ ଗଗନ ଘରୁ ବାହାରି ନନ୍ଦରାଣୀ ପୁତ୍ରକୁ ଲୋଡ଼ଇ ଧରଣୀ କୃଷ୍ଣେ ନ ଦେଖି ହିଆ କୋଡ଼ି ଧାମଇ ପୁଣ ପୁଣ ଲୋଡ଼ି ଘର ବାହର ପୁର ଲାଗେ ବିକଳେ ଲୋଡ଼େ ଚହୁଦିଗେ ଖୋଜି ନ ପାଇବ ନମାଳି ତା ଶୁଣି ମିଳିଲେ ଗୁଆଳି ଖୋଜନ୍ତି ଘରେ ଘରେ ପଶି କାହିଁ ପାଇବେ ବ୍ରହ୍ମ ରାଶି ନ ଦେଖି ପ୍ରଭୁ ଚକ୍ର ପାଣି ମୋହେ ପଡ଼ିଲା ନନ୍ଦରାଣୀ ଗୋପୀ ଧଇଲେ ବେଗେ ଯାଇ ବିଞ୍ଚନ୍ତି ମୁଖେ ନୀର ଦେଇ ଘଡ଼ିକେ ହୋଇଲା ସଚେତ ଉଠି ଲୋଡ଼ଇ ନିଜ ସୁତ କେଶବ ସନ ଅସମ୍ଭାଳ ପଡ଼େ ଗୋପୀଙ୍କ ପାଦ ତଳ କେ କହୁ ଯଶୋଦାର ଶୋକ ଗୋପୀଙ୍କି ଚାହିଣ ନିରେଖ ବିକଳେ ଲୋଟଇ ଧରଣୀ ଗୋପୀ କାନ୍ଦନ୍ତି ତାହା ଶୁଣି ବିକଳ କେ କରିବ ଅନ୍ତ ଗୋପୀ ହୋଇଲେ ମୋହଗତ
ତାହା ଜାଣିଲେ ଗୋପୀନାଥ ଆକାଶେ ନେଉଛି ଦୈତ୍ୟ କୃଷ୍ଣ ଚିନ୍ତନ୍ତି ହୃଦଗତେ ଅସୁର ମାରିବି କେମନ୍ତେ ବିଚାର କଲେ ଦିବ୍ୟ ଚିତେ ଏତ ନେଉଛି ଶୂନ୍ୟ ପଥେ ଦାସବଶ୍ଚଳ ନନ୍ଦ ବଳା ରୁନ୍ଧିଲେ ଦାନବର ଗଳା କଣ୍ଠେ ଲମ୍ବିଲେ ବନମାଳି ଅସୁର ନ ପାରିଲା ଚଳି ବ୍ରହ୍ମାଣ୍ଡ କୋଟି କୋଟି ମାଳେ ବସନ୍ତି ଯାର ରୋମ ମୂଳେ ଅସୁର ଚାଳିବ ତା କାହିଁ ଭାଳଇ ଚଉଦିଗ ଚାହିଁ ବାଳୁତ ପୁଅ ଏଡେ ଗରୁ ପକାଇ ଦେବି ପଡ଼ି ମରୁ ଧରିଣ କୃଷ୍ଣ ବାମ ହସ୍ତେ ତା କଣ୍ଠ ଚାପିଲେ ତୁରିତେ ବେନି ଲୋଚନ ଗଲା ଫୁଟି ପ୍ରାଣ ଛାଡ଼ିଲା ତାଳୁ ଫାଟି ଶବଦ କଲା ମହାଘୋର ଶୁଣି କମ୍ପିଲା ତିନି ପୁର ଅସୁର ଘେନି କୃଷ୍ଣ ଘରେ ପଡ଼ିଲେ ଶିଳାର ଉପରେ ଅସୁର ଦେହ ହେଲା ଚୂର ଗୋପୀ ଦେଖିଲେ ମାୟାଧର ଯମର ଘରୁ ଯେହ୍ନେ ଆସି କୋଳ କରନ୍ତି ଗୋପୀ ହସି ଶିଳାରୁ ଘେନି ବନମାଳି ଯଶୋଦା କୋଳେ ଦେଲେ ତୋଳି ଗୋପୀ ଗୋପାଳ ଆଦି ନନ୍ଦ ପୁତ୍ରକୁ ପାଇଣ ଆନନ୍ଦ ଗୋପାଳେ ନନ୍ଦକୁ ଅନାଇ ବୋଲନ୍ତି ଭାଗ୍ୟବନ୍ତ ତୁହି କାଳର ମୁଖୁ ଉବୁରିଲା ପୁତ୍ରକୁ ଗୋବିନ୍ଦ ରଖିଲା ଶୀତଳ ଯଶୋଦା ଉଦର ଆପଦୁ ତରିଲା କୁମର ଅରିଷ୍ଟ ଦେଖି ନନ୍ଦ ମନେ ମାନଇ ମିତ୍ରର ବଚନେ ଦିନେକ ପୁତ୍ର କୋଳେ ଘେନି କ୍ଷୀର ପିଆନ୍ତେ ନନ୍ଦରାଣୀ କୃଷ୍ଣ ବଦନେ ଉଠେ ଭାଇ ଯଶୋଦା ତୁଣ୍ଡେ ଦେଲା ଚାହିଁ ଦେଖଇ ଦର୍ପଣର ପ୍ରାଏ ବ୍ରହ୍ମାଣ୍ଡ ଦିଶେ କୃଷ୍ଣ ଦେହେ ଆକାଶ ଆଦି ଦିଗ ପାଳେ ଗ୍ରହ ନକ୍ଷତ୍ର ମେଘ ମାଳେ ଶପଥ ସିନ୍ଧୁ ଆଦି କରି ନଦୀ କାନନ ଦିଗ ଗିରି ସ୍ଥାବର ଆଦି ସର୍ବଜନ୍ତୁ ବିଶ୍ୱ ସଂସାରେ ଯେତେ ହେତୁ ଦେଖିଛ କି ତମନେ ରହି ହୃଦେ ଚିନ୍ତଇ ଭାବଗ୍ରାହୀ ସନ୍ତୋଷେ କୋଳେ ପୁତ୍ର ଘେନି ଘରେ ପଶିଲା ନନ୍ଦରାଣୀ ଆନନ୍ଦ କେ ପାରିବ କହି ଯାହାର ପୁତ୍ର ଭାବଗ୍ରାହୀ ନିଦ୍ରା କରାଇ ହୃଷିକେଶ କହିଲା ଜଗନ୍ନାଥ ଦାସ इति श्रीमद्भागवते महापुराणे परमहास्यं संहितायां दशम स्कन्धे तृणावर्त मोक्ष नाम अष्टमोऽध्याय।